ଆହୁରି ସକ୍ରିୟ ହେବ ଲଘୁଚାପ। ଆଜି ପ୍ରବଳ ବର୍ଷିବ। 5 ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହା ସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ 7.6 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଭାରତୀୟ ପାଣିପାଗ ବିଭାଗ IMDର ସୂଚନା ଅନୁସାରେ ଆସନ୍ତା 2 ଦିନ ମଧ୍ୟରେ ଏହି ଲଘୁଚାପ ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ସୂଚନା ଦିଆଯାଇଛି। ଏହି ପାଣିପାଗ ସ୍ଥିତି ଯୋଗୁଁ ଆସନ୍ତା ସପ୍ତାହ ଧରି ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ପାଣିପାଗ ସ୍ଥିତି ଯୋଗୁଁ ଆସନ୍ତା ସପ୍ତାହ ଧରି ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିବ। ତେବେ ସମ୍ବଲପୁର, ଅନୁଗୁଳ, ଜୋନପୁର, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କଟକ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ଖବର, ରବି ଧାନ ସଂଗ୍ରହରେ ରେକର୍ଡ। 3 ଜୁଲାଇ ସୁଦ୍ଧା 20 ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ। ରବି ଧାନ ସଂଗ୍ରହରେ ରେକର୍ଡ। 2025-2026 ରବି ଧାନ ସଂଗ୍ରହରେ ରେକର୍ଡ। 3 ଜୁଲାଇ 2026 ସୁଦ୍ଧା 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। ଏଥିରେ 3.5 ଲକ୍ଷରୁ ଅଧିକ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି। ଚାଷୀଙ୍କୁ 4,070 କୋଟି ଟଙ୍କା MSP ଓ 1,255 କୋଟି ଟଙ୍କା ଇନପୁଟ୍ ସହାୟତା ରାଶି ପ୍ରଦାନ କରାଯାଇଛି। ଏପର୍ଯ୍ୟନ୍ତ 19 ଲକ୍ଷ ମେଟ୍ରିକ୍ ଟନ୍ ଧାନ ମିଲରଙ୍କ ଦ୍ୱାରା ଉଠାଯାଇଥିବା ବେଳେ 1.5 ଲକ୍ଷ ମେଟ୍ରିକ୍ ଟନ୍ ଧାନର ଗ୍ରହଣ ପ୍ରକ୍ରିୟା ବାକି ରହିଛି। ପରବର୍ତ୍ତୀ ଖବର, ଏ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଆଦୌ ମିଳିବନି ରନ୍ଧା ଖାଦ୍ୟ। ସ୍ୱଚ୍ଛତା ବଜାୟ ରଖିବାକୁ ସର୍ବାଧିକ ଗୁରୁତ୍ୱ। ଏ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଆଦୌ ରନ୍ଧା ଖାଦ୍ୟ ଦିଆଯିବ ନାହିଁ। କିନ୍ତୁ ଶୁଖିଲା ଖାଦ୍ୟ ବଣ୍ଟା ଯାଇପାରିବ। ଫଳରେ ପରିବେଶ ଅସ୍ୱାସ୍ଥ୍ୟକର ହେବ ନାହିଁ। ପୁରୀ ସର୍କିଟ୍ ହାଉସରେ ନଗର ଉନ୍ନୟନ ବିଭାଗର ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନା ନେଇ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର, ଚର୍ଚ୍ଚାରେ 2 କୋଟିର ପଖାଳ ବିଲ୍। ଉପମୁଖ୍ୟମନ୍ତ୍ରୀ କହିଲେ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ। ଚର୍ଚ୍ଚାରେ ପଖାଳ ବିଲ୍। ସାଧାରଣ ପଖାଳ ଖିଆରେ 1.5ରୁ 2 କୋଟି ଟଙ୍କା ଖର୍ଚ୍ଚ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ଯାହାକୁ ପ୍ରସଙ୍ଗ କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ଚଳିତ ବର୍ଷ ମାର୍ଚ୍ଚ 20 ପଖାଳ ଦିବସ ପାଳନରେ ଏହି ଖର୍ଚ୍ଚ ହୋଇଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ OTDC ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ପଖାଳ ଦିବସ ପାଳନର ବିଲ୍ରେ ଏହା ଉଲ୍ଲେଖ ରହିଛି, ଯାହା ସୋସିଆଲ ମିଡ଼ିଆରେ ଟ୍ରୋଲ୍ ହେଉଛି। ଘଟଣାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠିଛି। ପରବର୍ତ୍ତୀ ଖବର, ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଖୁସି ଖବର। 3% ବଢ଼ିପାରେ ମହଙ୍ଗା ଭତ୍ତା। 63%କୁ ବୃଦ୍ଧି ପାଇବା ନେଇ ଆକଳନ। କେନ୍ଦ୍ର ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନ୍ସନଭୋଗୀମାନେ ଜୁଲାଇ 2026 ଠାରୁ ମିଳିବାକୁ ଥିବା ମହଙ୍ଗା ଭତ୍ତା ବୃଦ୍ଧିକୁ ଚାତକ ଭଳି ଅପେକ୍ଷା କରିଛନ୍ତି। ସୂଚନା ଅନୁସାରେ ଏଥର ସରକାର DAରେ 3% ବୃଦ୍ଧି କରିପାରନ୍ତି। ଯଦି ଏଭଳି ହୁଏ, ତେବେ ବର୍ତ୍ତମାନ ମିଳୁଥିବା 60% ମହଙ୍ଗା ଭତ୍ତା ବୃଦ୍ଧି ପାଇ 63% ହୋଇଯିବ। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଜୁନ୍ 2026ର ସରକାରୀ ଆକଳନ ପ୍ରକାଶ ପାଇବା ପରେ ନିଆଯିବ। ପରବର୍ତ୍ତୀ ଖବର, ଓଡ଼ିଶାରେ 2500 ସ୍କୁଲ ବେଆଇନ। ନିୟମ ଭାଙ୍ଗିଲେ ତାଲା ପକାଇବେ ସରକାର। ରାଜ୍ୟରେ ଏଣିକି ସ୍ୱୀକୃତି ପ୍ରମାଣପତ୍ର ବିନା ଓଡ଼ିଶାରେ କୌଣସି ବି ଘରୋଇ ସ୍କୁଲ ପ୍ରତିଷ୍ଠା ହୋଇପାରିବ ନାହିଁ। ସରକାରଙ୍କ ନିୟମ ଅନୁସାରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଏହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନୂତନ ଘରୋଇ ବିଦ୍ୟାଳୟ ଖୋଲିବା ନିର୍ଦ୍ଦେଶାବଳୀକୁ ସଂଶୋଧନ କରାଯିବା ସହ ଚଳିତ ନୂଆ ଶିକ୍ଷାବର୍ଷରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ସଂସ୍ଥା ଏହାର ଉଲ୍ଲଂଘନ କରେ, ତେବେ ସ୍କୁଲରେ ତାଲା ପଡ଼ିବ ବୋଲି ବିଭାଗ ଚେତାବନୀ ଦେଇଛି। ରାଜ୍ୟରେ 7,000ରୁ ଅଧିକ ଛୋଟ ବଡ଼ ଘରୋଇ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ପାଖାପାଖି 2500 ସ୍କୁଲ ବିନା ସ୍ୱୀକୃତିରେ ଚାଲୁଥିବାରୁ ସରକାର ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପରବର୍ତ୍ତୀ ଖବର, ଦିଲ୍ଲୀ ରାଜନୀତିରେ ହଲଚଲ। ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ। ନିର୍ମଳାଙ୍କ ହାତକୁ ଯାଇପାରେ ଶିକ୍ଷା ବିଭାଗ। ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଦଳୀୟ ମହଲରେ ଶୁଣିବାକୁ ମିଳୁଛି। ଗତ କିଛି ଦିନ ହେଲା ଦିଲ୍ଲୀରେ ଘମାଘୋଟ ମାନସ ମନ୍ଥନ ଚାଲିଥିବା ବେଳେ ନୂଆ ଅପଡେଟ୍ ଆସୁଛି। କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହେବା ନେଇ ଜୋର ଧରିଥିବା ବେଳେ କିଛି କ୍ୟାବିନେଟ୍ ମନ୍ତ୍ରୀଙ୍କ ପଦ ଯାଇପାରେ। ଏହା ସହିତ କିଛି ନୂଆ ମୁହଁଙ୍କୁ ମୋଦିଙ୍କ ଟିମ୍ରେ ସାମିଲ କରାଯାଇପାରେ। ସମ୍ଭାବ୍ୟ ତାଲିକାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଚର୍ଚ୍ଚା ହେଉଛି ଯେ ନିର୍ମଳା ସୀତାରମଣ ହୋଇପାରନ୍ତି ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ। ଦୀର୍ଘ ବର୍ଷ ଧରି ଅର୍ଥମନ୍ତ୍ରୀ ଅଛନ୍ତି ନିର୍ମଳା ସୀତାରମଣ। ସେହିଭଳି ସୀତାରମଣଙ୍କ ସ୍ଥାନରେ ପୀୟୂଷ ଗୋୟଲ ହୋଇପାରନ୍ତି ଦେଶର ପରବର୍ତ୍ତୀ ଅର୍ଥମନ୍ତ୍ରୀ। ସେହିପରି ସମ୍ଭାବ୍ୟ ତାଲିକାରେ କିଛି ନୂଆ ମୁହଁଙ୍କ ନାଁ ମଧ୍ୟ ରହିଛି। ସମ୍ଭାବ୍ୟ ତାଲିକାରେ ନୀତିଶ କୁମାର, ଅନୁରାଗ ଠାକୁର, ରାଘବ ଚଢ଼ା, ତରୁଣ ଚୁଗ, ଶ୍ରୀକାନ୍ତ ସିନ୍ଧେଙ୍କ ନାଁ ରହିଛି।